ଏହା ଗୋଟିଏ ବହୁତ ପୁରୁଣା ଦିନର କଥା। ନବରଙ୍ଗପୁର ଗ୍ରାମରେ ଜଣେ ମନୋହର ନାମର ବହୁତ ଗରିବ ଲୋକ ନିଜ ସ୍ତ୍ରୀ ମାଳତୀ ସହିତ ରହୁଥିଲା। ମନୋହର ନିତି ବଜାର ଯାଇକି ନିତି ନୂଆ ନୂଆ କାମ ଖୋଜୁଥିଲା। କାମ ମିଳିଲେ ତ ଭଲ କଥା, ନ ମିଳିଲେ ଖାଲି ହାତରେ ଘରକୁ ଫେରୁଥିଲା। ଆରେ ଚା ନିଅ, ଚା ଗରମ ଗରମ ଚା, ମାତ୍ର 5 ଟଙ୍କା। ଆରେ ଭାଇ, ମତେ ଆଜି କିଛି କାମ କରିବାକୁ ମିଳିବ କି? ଆରେ ମନୋହର ଭାଇ, ମୋ ପାଖରେ ଆଜି ବି କିଛି କାମ ନାହିଁ। ତୁମେ ସବୁଦିନ କାମ ମାଗିବାକୁ ଆସୁଛ, ସବୁଦିନେ ମୁଁ ତୁମକୁ କାମ କୋଉଠୁ ଦେବି? ଏବେ ତ ମୋ ପାଖରେ କିଛି ବି କାମ ନାହିଁ। ଆଚ୍ଛା ଠିକ୍ ଅଛି ଭାଇ, କିଛି କଥା ନାହିଁ। ମୁଁ ବଜାର ଯାଉଛି କାମ ଖୋଜିବା ପାଇଁ, ମିଳିଗଲେ ତ ଭଲ କଥା। ମନୋହର ପୁରା ଦିନ ବଜାରର ରାସ୍ତାରେ ଛିଡ଼ା ହୋଇଥାଏ, ହେଲେ ତାକୁ ଗୋଟିଏ ବି କାମ ମିଳେନି। ହେ ଭଗବାନ, ମତେ ଆଜି ବି କିଛି କାମ ମିଳିଲାନି। ଯଦି ଏମିତି ସବୁଦିନ ହବ ତ ମୋ ପରିବାର କେମିତି ଚଳିବ? ଆଉ ଏବେ ଘରକୁ ଗଲା ପରେ ମାଳତୀ ମୋ ଉପରେ ବହୁତ ରାଗିବ। ଭଗବାନ, ଏ କେମିତିକା ପରୀକ୍ଷା ନଉଛ ମୋର? ହଉ ଚାଲ ଘରକୁ ଯିବା, ଏବେ କଣ ବା କରିବା? ଏତିକି କହିକି ମନୋହର ନିଜ ଘରକୁ ଚାଲିଯାଏ। ସେ ଘରକୁ ଗଲା ପରେ ତା ସ୍ତ୍ରୀ କୁହେ, ଆରେ ଆଜି ତୁମେ ଏତେ ଜଲ୍ଦି ଆସିଲ, କଣ ହେଇଛି ଯେ? କଣ କହିବି ମାଳତୀ, ଆଜି ମତେ କିଛି ବି କାମ ମିଳିଲାନି। ଲୋକଙ୍କ ପାଖକୁ କାମ ମାଗିବାକୁ ଗଲେ ଲୋକମାନେ କହୁଛନ୍ତି, ଭାଇ ଆମେ ତୁମକୁ ସବୁଦିନେ କାମ ଦେଇପାରିବୁନୁ। ଆଜିକାଲି ଆଉ କାମ ମିଳୁନି, ଆଉ ମତେ କିଛି ବି କାମ ମିଳିଲାନି, ତ ମୁଁ ଘରକୁ ଫେରି ଆସିଲି। ଏହା ଛଡା ମୁଁ ଆଉ କଣ ହିଁ କରିଥାନ୍ତି? ଆରେ ରେ ରେ ରେ, ହେ ଭଗବାନ, କେମିତିକା ଲୋକ ତୁମେ? ମଣିଷ ନା ପଶୁ? ତୁମଠୁ ତ ଭଲ ହବ ଯଦି କୋଉ ପଶୁ ସହିତ ରହିବି। ଘରେ ଗୋଟିଏ ବି ଚାଉଳର ଦାନା ନାହିଁ। ମୁଁ ତୁମକୁ ସକାଳେ କହିଥିଲି ନା, ଆସିଲା ବେଳେ ରାସନ ନେଇକି ଆସିବ ବୋଲି। ଖାଲି ହାତରେ କଣ ମୁହଁ ଦେଖେଇବାକୁ ଆସିଛ? ଆରେ ମାଳତୀ, ତୁମେ ଏମିତି କଣ ପାଇଁ କହୁଛ? ମୁଁ ଏବେ ଯାଉଛି ଗାଁର ମୁଖିଆଠୁ ଉଦ୍ଧାର ମାଗିକି ରାସନ ଆଣିବି। ମୁଁ ତୁମକୁ ଭୋକରେ ଶୋଇବାକୁ ଦେବିନି। ତୁମେ ଚିନ୍ତା କଣ ପାଇଁ କରୁଛ? ଆରେ ତୁମେ କଣ ପାଇଁ ଯିବ? ମୁଁ ହିଁ ଚାଲି ଯାଉଛି ନା। ହାୟ ରେ ମୋ ଫଟା କପାଳ, ଯେ ମୋ ବାପା ମା ତୁମ ପରି ଗୋଟେ ଗରିବ ସହ ମୋ ବାହା କରିଦେଲେ। ତୁମ ଦ୍ୱାରା କୋଉ କାମ ଢଙ୍ଗରେ ହଉନଥିବ, ସେଥିପାଇଁ ତୁମକୁ କିଏ ବି କାମ ଦଉନି। କାଲି କାଲି ମତେ କେମିତି ବି ଟଙ୍କା ଦରକାର, ବୁଝିଲ? ଠିକ ଅଛି ମାଳତୀ, କାଲି ସକାଳୁ ହିଁ କାମ ଖୋଜିବାକୁ ଯିବି। ତୁମେ ଚିନ୍ତା କଣ ପାଇଁ କରୁଛ? ତା ପରଦିନ ସକାଳୁ ହିଁ ମନୋହର କାମ ଖୋଜିବାକୁ ବାହାରିଯାଏ। ଆଉ ବଜାରକୁ ଯାଇ ସେ ଲୋକମାନଙ୍କୁ କାମ ମାଗେ, ହେଲେ ତାକୁ କାମ ଦବାକୁ ସମସ୍ତେ ମନା କରିଦିଅନ୍ତି। ମନୋହର ପୁରା ଦିନ ବଜାରର ରାସ୍ତା ଉପରେ ଛିଡ଼ା ହୋଇଥାଏ, ହେଲେ ତାକୁ କିଛି ବି କାମ ମିଳେନି। ମତେ ତ ଆଜି ବି କିଛି କାମ ମିଳିଲାନି। ଯଦି ମୁଁ ପଇସା ନ ନେଇ ଘରକୁ ଗଲି ତ ମାଳତୀ ଆଜି ମତେ ମାରି ହିଁ ଦବ। କାଶ କାହାଣୀର ପରି ମତେ କିଛି ଯାଦୁର ଜିନିଷ ମିଳିଥାନ୍ତା, ତ ମୁଁ କାହାଣୀର ଭଳି ଧନୀ ହୋଇଯାଇଥାନ୍ତି। ହେ ଭଗବାନ, ଏ କେମିତି ଜୀବନ ମୋର? ମୁଁ ଗରିବ ବୋଲି ସବୁ ଗାଁ ବାଲା ଥଟ୍ଟା କରୁଛନ୍ତି, ଏମିତିକି ମୋ ସ୍ତ୍ରୀ ବି ମତେ ଥଟ୍ଟା କରୁଛି। କଣ କରିବା? ଭାଗ୍ୟରେ ଯାହା ଲେଖା ହୋଇଥିବ ତାକୁ କିଏ ବା ଲିଭେଇ ପାରିବ? ଚାଲ ଘରକୁ ଯିବା, କାମ ତ ମିଳିଲାନି। ଏତିକି କହି ମନୋହର ଘରକୁ ଚାଲିଯାଏ। ଘରକୁ ଯାଇ ସେ ଦେଖେ ତ ତା ସ୍ତ୍ରୀ ସବୁ ସାମାନ ବାନ୍ଧି ଛିଡ଼ା ହୋଇଛି। ଆରେ ମାଳତୀ, ତୁମେ ଏତେ ସାମାନ ନେଇ କୁଆଡେ ଯାଉଛ? ପ୍ରଥମେ ତୁମେ କୁହ, ଟଙ୍କା ଆଣିଛ ନା ନାହିଁ? ମାଳତୀ, ମୁଁ କାମ ଖୋଜିବାକୁ ବହୁତ ଚେଷ୍ଟା କଲି, ହେଲେ ମତେ କିଏ କାମ ଦେବାକୁ ମନା କଲେ। ବାସ୍ କିଛି ଦିନ, ତାପରେ ଆମ ପାଖରେ ବି ଖାଇବାକୁ ସବୁ ଥିବ ମାଳତୀ। ମୁଁ ଜାଣିଥିଲି, ନିକମ୍ମା କୋଉଠିକାର। ଆରେ ଯାଅ, ତୁମେ କଣ ମତେ ଖାଇବାକୁ ଦବ? ତୁମ ପାଖରେ ତ ଗୋଟେ ଫଟା କଉଡ଼ି ବି ନାହିଁ। ଆରେ କିଛି ନାହିଁ ତ ମୋ ଭାଇଠୁ କିଛି ଶିଖ। ମାସକୁ 50,000 ଟଙ୍କା କମଉଛି। ତମ ପରି ବେରୋଜଗାର ଗରିବ ସହିତ ଆଉ ଏବେ ମୁଁ ରହିପାରିବିନି। ମୁଁ ମୋ ବାପ ଘରକୁ ଯାଉଛି। ତାପରେ ସେ ତା ଭାଇକୁ ଫୋନ କରେ, ଆଉ ତା ଭାଇକୁ ସବୁ କଥା କୁହେ। କିଛି ସମୟ ପରେ ତା ଭାଇ କାର ନେଇ ମାଳତୀକୁ ନବାକୁ ଆସେ। ମାଳତୀ, ମତେ ଏକା ଛାଡିକି ଯାଉନି ମାଳତୀ। ମୁଁ ଏକା ରହିପାରିବିନି ମାଳତୀ, ମତେ ଛାଡିକି ଯାଉନି। ଆରେ ତୁମର ତ ସବୁଦିନର ବାହାନା। ମୁଁ ସବୁଦିନେ
ଗୋଟିଏ କଥା ଶୁଣି ଶୁଣି ବିରକ୍ତ ହୋଇଗଲିଣି। ମୁଁ ଏଠି ଆଉ ଗୋଟେ ମିନିଟ ବି ରହିପାରିବିନି। ମନୋହର ମାଳତୀକୁ ବହୁତ କୁହେ। ମାଳତୀ କିଛି ନ ଶୁଣି ସାମାନ ନେଇ ଗାଡିରେ ଚାଲିଯାଏ। ମନୋହର ଏସବୁ ଦେଖିକି ବହୁତ ଦୁଃଖୀ ହୁଏ। ତା ପରଦିନ ମନୋହର ଦୁଃଖ ମନରେ ହିଁ ଗାଁର ମୁଖିଆ ପାଖକୁ କାମ ମାଗିବାକୁ ଯାଏ। ଆରେ ମନୋହର, କଣ ପାଇଁ ଆସିଛୁ ମୋ ପାଖକୁ? ମୁଖିଆ ଆଜ୍ଞା, ମତେ କିଛି କାମ ଦେଇ ଦିଅନ୍ତୁ। ମତେ ପଇସାର ଅଧିକ ଦରକାର ଅଛି, ନହେଲେ ମୁଁ ପୁରା ବର୍ବାଦ ହୋଇଯିବି। ପ୍ରଥମେ ତ ମତେ ଗାଁ ବାଲା ଗରିବ ବୋଲି ଛାଡ଼ିଥିଲେ, ଏବେ ମୋ ସ୍ତ୍ରୀ ମଧ୍ୟ ମତେ ଛାଡ଼ିକି ବାପ ଘରକୁ ଚାଲିଗଲା। ମୁଖିଆ ଆଜ୍ଞା, ଦୟାକରି ମତେ କାମ ଦିଅନ୍ତୁ, ମତେ ଟିକେ ସାହାଯ୍ୟ କରନ୍ତୁ। ଆରେ ମନୋହର, ମୁଁ ତତେ କେତେଥର କହିଛି ମୋ ପାଖରେ ତୋ ପାଇଁ କିଛି ବି କାମ ନାହିଁ। ମୋ ପାଖରେ ଯେତିକି କାମ ଅଛି ତାଠାରୁ ଅଧିକ ଶ୍ରମିକ ବି ଅଛନ୍ତି। ତା ଛଡା ସବୁ ଗାଁ ବାଲା ତୋର ଥଟ୍ଟା କରୁଛନ୍ତି। ଯଦି ତତେ ମୋ ପାଖରେ କାମରେ ରଖିବି ତ ଲୋକମାନେ ମୋର ବି ଇଜ୍ଜତ କରିବେନି। ତୁ ଚାଲିଯା ଏଠାରୁ, ତୋ ପାଇଁ ମୋ ପାଖରେ କିଛି ବି କାମ ନାହିଁ। ଠିକ ଅଛି ମୁଖିଆ ଆଜ୍ଞା, ମୁଁ ଆଉ କୋଉଠି କାମ ଦେଖିନେବି। ମନୋହର ଦୁଃଖୀ ହୋଇ ଗାଁର ପୋଖରୀ ପାଖରେ ଗୋଟିଏ ଗଛ ତଳେ ବସେ। ସେ ନିଜକୁ ନିଜେ କହିବାକୁ ଲାଗେ, ହେ ଭଗବାନ, ଏ କେମିତି ଜୀବନ ମୋର? ନା ତ କିଏ ମତେ କାମ ଦଉଛି, ନା କିଏ ମୋର ଇଜ୍ଜତ କରୁଛି। ଏମିତି କି ଭଗବାନ, ଖରାପ ସମୟରେ ମୋ ସ୍ତ୍ରୀ ମୋ ସାଥିରେ ରହିବା କଥା, ହେଲେ ସେ ବି ମୋ ସାଥ ଛାଡ଼ିଦେଲା। ଆଜିକାଲି ଏ କେମିତିକା ଦିନ ଆସିଗଲା, ଯେବେ ଟଙ୍କା ରହୁଛି ତ ସବୁ ପଚାରୁଛନ୍ତି, ଟଙ୍କା ନଥିବାରୁ ଆଜି ମତେ କିଏ ବି ପଚାରୁ ନାହାନ୍ତି, ନା କିଏ ଟଙ୍କା ଦବାକୁ ରାଜି ମତେ। ଭଗବାନ, ତୁ ହିଁ ତ ମୋର ଏକା ସାହା ଭରସା। ମନୋହର ଏମିତି ହିଁ କହୁଥାଏ ନିଜକୁ। ତ ସେଠାକୁ ଗୋଟିଏ ବୁଢୀ ମା ଆସେ। କଣ ହୋଇଛି ପୁଅ? ତୁ ଚିନ୍ତିତ ଲାଗୁଛୁ। ତୋର ଏ ଚିନ୍ତାର କାରଣ କଣ ମତେ ବି କହ। ପୁଅ, ହୋଇପାରେ ମୁଁ ତତେ ସାହାଯ୍ୟ କରିପାରିବି। ଆରେ ଜେଜେମା, ମୁଁ ତୁମକୁ ତ ଆମ ଗାଁରେ କି ଆଖପାଖ ଗାଁରେ କେବେ ବି ଦେଖିନି। ତୁମେ କେଉଁଠି ରହୁଛ? ମୁଁ ତ ତୁମକୁ ପ୍ରଥମ ଥର ପାଇଁ ଦେଖୁଛି। ପୁଅ, ପାଖ ଜଙ୍ଗଲରେ ହିଁ ମୋର ଗୋଟିଏ ଛୋଟିଆ କୁଡିଆ ଘର ଅଛି। ମୁଁ ସେଠି ହିଁ ରହୁଛି। ହେଲେ ଜେଜେମା, ଆଖପାଖ ସବୁ ଜଙ୍ଗଲ ଦେଖିଛି ମୁଁ, ମତେ ଜଙ୍ଗଲରେ କିଛି ବି କୁଡିଆ ଘର ଦେଖାଯାଇନି। ଆରେ ପୁଅ, ସେ ସବୁ ଛାଡେ, ତୋର ଅସୁବିଧା କହ। କିଏ ଜାଣେ ମୁଁ ତୁମର ସାହାଯ୍ୟ କରିପାରେ। ମନୋହର ତାର ସବୁ ଅସୁବିଧା ଜେଜେମାଙ୍କୁ କହିଲା। ଠିକ ଅଛି ପୁଅ, ତୁ ମୋ ପଛେ ପଛେ ଆସେ। ତାପରେ ଜେଜେମା ତା ଯାଦୁଇ ଘର ପାଖକୁ ମନୋହରକୁ ନେଲା। ଆବ୍ରାକାଡାବ୍ରା, ଖୋଲି ହେଇଯା ମୋ ଯାଦୁଇ ଗୁମ୍ଫା। ଗୁମ୍ଫାକୁ ଯାଇ ଦେଖେ ତ ମନୋହର ଆଶ୍ଚର୍ଯ୍ୟ ହୋଇଯାଏ। ତା ଚାରିପାର୍ଶ୍ୱରେ ସୁନା ଭରି ହୋଇଥିବା ସିନ୍ଦୁକ, ହୀରା ଦେଖେ। ଏସବୁ ଦେଖି ମନୋହର ବହୁତ ଅଧିକ ଖୁସି ହୋଇଯାଏ। ଏ ନେ ପୁଅ, ସବୁ ତୁମର। ଏ ସୁନା, ହୀରା, ସିନ୍ଦୁକ ତୁ ଘରକୁ ନେଇଯା। ହେ ଭଗବାନ, ଜେଜେମା ତୁମେ ସତ କହୁଛ? ଏସବୁ ମୋର? ହଁ ପୁଅ, ଏ ସବୁ ତୋର। ତୁ ଏସବୁ ନେଇପାରୁ। ଆପଣଙ୍କର ଧନ୍ୟ ହଉ ଜେଜେମା, ତୁମେ ତ ମୋର ସବୁ ଅସୁବିଧା ଦୂର କରିଦେଲ। ହେଲେ ପୁଅ, ତୁ ଏହାକୁ ବିକ୍ରି କରିବା ପଇସାରେ ଗରିବର ବି ସାହାଯ୍ୟ କରିବୁ। ତୁ କରିବୁ ନା ପୁଅ? ଠିକ ଅଛି ଜେଜେମା, ମୁଁ କଥା ଦଉଛି କି ମୁଁ ଏହାକୁ ବିକ୍ରି କରିବା ପଇସାରେ ମୁଁ ଗରିବ ସାହାଯ୍ୟ ନିଶ୍ଚୟ କରିବି। ଏତିକି କହି ବୁଢୀମା ସେଠାରୁ ଚାଲିଗଲେ। ମନୋହର ସବୁ ଖଜଣାକୁ ନେଇ ଘରକୁ ଚାଲିଯାଏ। ଏମିତି ହିଁ ଦିନ ବିତୁଥାଏ। କିଛି ମାସ ଚାଲିଗଲା। ମନୋହର ସେ ଖଜଣାକୁ ବିକି ଗାଁର ସବୁଠୁ ଧନୀ ବ୍ୟକ୍ତି ହୋଇଯାଏ। ମନୋହର ନୂଆ ବଙ୍ଗଳା ବନାଇ ଦିଏ। ତା ଧନୀ ହବାର କଥା ଗାଁରେ ଚର୍ଚ୍ଚା ହେବା ସହିତ ଦୂର ଦୂର ଗାଁରେ ବି ଚର୍ଚ୍ଚା ହଉଥାଏ। ଏ କଥା ମନୋହର ସ୍ତ୍ରୀ ମାଳତୀ ପର୍ଯ୍ୟନ୍ତ ପହଞ୍ଚିଯାଏ। ଗୋଟିଏ ଦିନ ମନୋହର ଘର ବାହାରେ ଆରାମରେ ବସିଥାଏ। ତା ଘର ଆଗକୁ ଗୋଟିଏ କାର ଆସିକି ରୁହେ। ସେ କାରରୁ ତା ସ୍ତ୍ରୀ ମାଳତୀ ବାହାରେ। କଣ ହେ, ଏତେ ଧନୀ ଲୋକ ହୋଇଗଲ ଆଉ ମତେ ଜଣେଇଲନି ବି? ମୁଁ ତ ଭୁଲରେ ବାପ ଘରକୁ ଯାଇଥିଲି। ଏବେ ମୁଁ ତୁମ ସହ ହିଁ ରହିବି। ସେ ଆଗ କଥା ପାଇଁ ମତେ କ୍ଷମା କରିଦିଅ। ଦେଖ, ଏବେ ମୋ ସାମ୍ନାରେ କ୍ଷମା ମାଗିବାର ନାଟକ କରନି। ମୁଁ ଜାଣିଛି ତୁ ଏବେ ମୋ ଧନ ଦେଖି
ଲୋଭରେ ଆସିଛୁ। ଯେତେବେଳେ ତୁମ ସହ ରହିବା କଥା ତୁ ମତେ ଏକା ଛାଡ଼ିକି ପଳେଇଲୁ। ତୁ ଯେତେବେଳେ ଗରିବରେ ମୋର ସାହାରା ହେଲୁନି ତ ମୁଁ ଏବେ ଧନୀ ହେଲା ପରେ ସାହାରା କଣ ପାଇଁ କରିବି? ଏମିତି କହି ମାଳତୀକୁ ମନୋହର ଛାଡ଼ିଦିଏ। ତାପରେ ମାଳତୀ ତା ଭାଇ ସହ କାରରେ ବସି ତା ବାପ ଘରକୁ ଚାଲିଯାଏ। ତ ଆପଣମାନେ ଦେଖିଲେ ନା ସାଙ୍ଗମାନେ, ପଇସା କମାଇବା କେତେ ଦରକାର। ତା ସହ ଏହି କାହାଣୀରୁ ଆମକୁ ଏହା ବି ଶିଖିବାକୁ ମିଳୁଛି କି ଆମେ ତା ସହିତ ରହିବା ଦରକାର ଯିଏ ଆମ ଖରାପ ସମୟରେ ଆମ ସହିତ ରହି